ଫସଲ ବୀମା ଯୋଜନା ବଢ଼ିଲା ଆବେଦନ ତାରିଖ। ତ ଦେଖନ୍ତୁ ଆପଣମାନେ ଯଦି ଫସଲ ବୀମା ଯୋଜନାର ହିତାଧିକାରୀ ଆଉ ଯେଉଁମାନେ ମଧ୍ୟ ହିତାଧିକାରୀ ହେବାକୁ ଚାହୁଁଛନ୍ତି ଏବେ ପର୍ଯ୍ୟନ୍ତ ଯଦି ଆବେଦନ କରିନାହାନ୍ତି ତାହେଲେ ଏବେ ଦେଖନ୍ତୁ ବଢ଼ିଲା ଆବେଦନ ତାରିଖ। କ'ଣ ରହିଛି ଭିଡ଼ିଓରେ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ ଆଉ କ'ଣ ଉପହାର ଅଛି ଏହି ଫସଲ ବୀମା ଯୋଜନା ହିତାଧିକାରୀମାନଙ୍କ ପାଇଁ ତାହା ମଧ୍ୟ ଆପଣମାନେ ଜାଣିପାରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍। ତା ପୂର୍ବରୁ ଯଦି ଆପଣମାନେ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ, ଯାହାକି ଏମିତି ପ୍ରତିଦିନ ନୂଆ ନୂଆ ଭିଡ଼ିଓ ଆପଲୋଡ଼ ହେଲେ ଆପଣମାନେ ଖୁବ୍ ଶୀଘ୍ର ପାଇପାରିବେ। ତ ଦେଖନ୍ତୁ ଚାଷୀଙ୍କ ପାଇଁ ଏକ ବଡ଼ ଖୁସି ଖବର, ବୀମା ପାଇଁ ଆବେଦନ କରିବା ତାରିଖ ଅଧିକ କରାଯାଇଛି। କୃଷକଙ୍କ ପାଇଁ ବହୁତ ଲାଭ ଖବର ଅଛି ଯେଉଁମାନେ ଫସଲ ବୀମାରୁ ବଞ୍ଚିତ ହୋଇଥିଲେ। ଫସଲ ବୀମା ଯୋଜନାର ତାରିଖ 10 ଅଗଷ୍ଟରୁ 16 ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ଚାଷୀ ଏବଂ ଅଣକୃଷକମାନେ ଅଗଷ୍ଟ 16 ସୁଦ୍ଧା ବିକ୍ରି ହୋଇଥିବା ଖରିଫ କୃଷି ଫସଲ ଏବଂ ଅଣ କୃଷକମାନେ ଅଗଷ୍ଟ 16 ସୁଦ୍ଧା ବିକ୍ରି ହୋଇଥିବା ଫସଲ ବୀମା ତାରିଖକୁ ବୃଦ୍ଧି କରାଯାଇଛି। ଫସଲ ବୀମା ପଞ୍ଜୀକରଣ ତାରିଖ ବଢ଼ାଇବା ପରେ କୃଷକମାନେ ବର୍ତ୍ତମାନ ସେମାନଙ୍କର ଫସଲ ବୀମା 10 ଅଗଷ୍ଟ ପର୍ଯ୍ୟନ୍ତ ନୁହେଁ ବରଂ 16 ଅଗଷ୍ଟ ପର୍ଯ୍ୟନ୍ତ ପାଇପାରିବେ। ତ ଫସଲ ବୀମା ପାଇବାକୁ ହେଲେ ଚାଷୀଙ୍କୁ ନିଜର ଆଧାର କାର୍ଡ, ଋଣ ଖାତା ବ୍ୟାଙ୍କରୁ ସହଜରେ କରିପାରିବେ। ଯୋଜନା ଅଧୀନରେ କୃଷକମାନେ ମକା, ମୁଗ, ଧାନ, ଜଳସେଚିତ ଏବଂ ଅଣ ଜଳସେଚିତ ସୋୟାବିନ୍, ଗ୍ରାଉଣ୍ଡନଟ୍, ହରଡ଼, କୋଡ଼ା, ମିଲେଟ୍, ରାଗି ଫସଲ ବୀମା ପାଇଁ ପଞ୍ଜୀକୃତ କରିପାରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଯଦି ଆପଣ ପାଣିପାଗ, ମରୁଡ଼ି, ବନ୍ୟା, କୁଆପଥର ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ହେତୁ କୃଷକଙ୍କ ପାଇଁ ନଷ୍ଟ ହୋଇଯାଏ ତେବେ ଏହି ପରିସ୍ଥିତିରେ ଫସଲ ପାଇଁ ହୋଇଥିବା କ୍ଷତିପୂରଣ ପ୍ରଦାନ କରାଯାଇଥାଏ। ଏହି ଯୋଜନା ପରେ ସରକାରଙ୍କ କ୍ଷତିଗ୍ରସ୍ତ ଫସଲ ପାଇଁ ଚାଷୀଙ୍କୁ ମଧ୍ୟ ଉପଯୁକ୍ତ ମୂଲ୍ୟ ଦିଆଯିବ। କୃଷକଙ୍କୁ କେନ୍ଦ୍ର ସରକାର କ'ଣ ଉପହାର ଦେବେ ଦେଖନ୍ତୁ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା 13 ମେ 2016ରେ ଆରମ୍ଭ ହୋଇଥିଲା। ଏହି ଅଧୀନରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପୁନର୍ଗଠନ ପାଣିପାଗ ଭିତ୍ତିକ ଉଦ୍ୟାନ କୃଷି ଫସଲ ବୀମା ଯୋଜନା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଖରିଫ ଫସଲରେ ହୋଇଥିବା କ୍ଷୟକ୍ଷତିକୁ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ଏହି ଯୋଜନା ଅଧୀନରେ କୃଷକମାନେ ସେମାନଙ୍କର ଫସଲ ନଷ୍ଟ ହେଲେ ବି ବୀମା ଟଙ୍କା ପାଆନ୍ତି। ତ ଦେଖନ୍ତୁ ଏଇଭଳିଆ ଆଜିର ଆଭରେଜ ଥିଲା। ଯଦି ଆପଣମାନେ ଫସଲ ବୀମା ଯୋଜନା ହିତାଧିକାରୀ ତାହେଲେ ଆପଣମାନେ ମଧ୍ୟ ଏହି ଉପହାର ପାଇପାରିବେ। ଆଉ ଯେଉଁମାନେ ମଧ୍ୟ ଏବେ ବି ହିତାଧିକାରୀ ଆବେଦନ କରିନାହାନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ, ଯାହାକି ଏବେ 10ରୁ ଅଗଷ୍ଟ 16 ପର୍ଯ୍ୟନ୍ତ ବଢ଼ାଯାଇଛି। ଆପଣମାନେ ଖୁବ୍ ଶୀଘ୍ର ଫସଲ ବୀମା ଯୋଜନା ଆବେଦନ କରିବାକୁ ଯଦି ଚାହୁଁଛନ୍ତି ତାହେଲେ ଖୁବ୍ ଶୀଘ୍ର କରନ୍ତୁ। ତାହେଲେ ଏଇଭଳିଆ ଆଜିର ଆଭରେଜ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଏଇଭଳିଆ ପ୍ରତିଦିନ ନୂଆ ନୂଆ ଭିଡ଼ିଓ ଆପଲୋଡ଼ ଆପଣମାନେ ଖୁବ୍ ଶୀଘ୍ର ପାଇପାରିବେ।